ଆଜିର ପ୍ରଶ୍ନ ରହିଛି ପ୍ରଶ୍ନଟି ହେଉଛି ତୃତୀୟ ସଂସ୍ଥାନ କାହାକୁ କୁହାଯାଏ? ତୃତୀୟ ସଂସ୍ଥାନ କାହାକୁ କୁହାଯାଏ? ଠିକ୍ ଅଛି। ତୃତୀୟ ସଂସ୍ଥାନର ତା ଡାଇଗ୍ରାମଟାକୁ ଏମିତି ସି ଭଳିଆ, ଠିକ୍ ଅଛି, ସି ଭଳିଆ। ତାହେଲେ ମଧ୍ୟମ ପଦ କେଇଟା? ଏଇଟା ହେଉଛି ମଧ୍ୟମ ପଦ। ତାହେଲେ ଆରାମସେ କହିପାରିବା ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁ ବାକ୍ୟର ଉଦ୍ଦେଶ୍ୟ, ଏଇଟା ହେଉଛି ଉଦ୍ଦେଶ୍ୟ, ଏଇଟା ହେଉଛି ବିଧେୟ, ଠିକ୍ ଅଛି, ଉଦ୍ଦେଶ୍ୟ ବିଧେୟ। ହେତୁପଦ ବା ମଧ୍ୟମ ପଦ ଉଭୟ ଉଦ୍ଦେଶ୍ୟ ଭାବରେ ବ୍ୟବହୃତ ହୋଇଛି, ଉଦ୍ଦେଶ୍ୟ ଭାବରେ ବ୍ୟବହୃତ ହୋଇଛି, ତାହାକୁ ତୃତୀୟ ସଂସ୍ଥାନ ବୋଲି କହିବା। ଦେଖ, ଯେଉଁ ସଂସ୍ଥାନରେ ହେତୁପଦ ଉଭୟ ହେତୁ ବାକ୍ୟର ଉଦ୍ଦେଶ୍ୟ ରୂପେ ବ୍ୟବହୃତ ହୋଇଥାଏ ତାହାକୁ ତୃତୀୟ ସଂସ୍ଥାନ କୁହାଯାଏ। ଠିକ୍ ଅଛି। ଦେଖ, ଏଠି ଉଦାହରଣ ଦେଇଛି, ସମସ୍ତ ପୁଷ୍ପ ସୁନ୍ଦର, କେତେକ ପୁଷ୍ପ ଗନ୍ଧହୀନ। ସିଦ୍ଧାନ୍ତରେ ଅଛି କେତେକ ଗନ୍ଧହୀନ ବସ୍ତୁ ସୁନ୍ଦର। ଠିକ୍ ଅଛି। ଦେଖ, ପୁଷ୍ପଟା କଟିଗଲା ଯେହେତୁ ସେଟା ମଧ୍ୟମ ପଦ, ହେତୁପଦ, ତାହେଲେ କ'ଣ ହେବ? କେତେକ ଗନ୍ଧହୀନ ବସ୍ତୁ ସୁନ୍ଦର। ଏଇଠି ଦେଖ, ସାଧ୍ୟାବୟବ ଏଇଟା, ପକ୍ଷାବୟବ ଏଇଟା, ଏଇଟା ହେଉଛି ସିଦ୍ଧାନ୍ତ। ସାଧ୍ୟାବୟବର ଉଦ୍ଦେଶ୍ୟରେ ଅଛି, ପକ୍ଷାବୟବରେ ବି ଉଦ୍ଦେଶ୍ୟ ଭାବରେ ଗ୍ରହଣ କରିଛି, ତେଣୁ ଏହାକୁ ତୃତୀୟ ସଂସ୍ଥାନ ବୋଲି କହିବା। ଠିକ୍ ଅଛି।